ଗପଟିର ନାମ ଲାଲ ପରୀର ତ୍ୟାଗ। ବହୁ ବର୍ଷ ତଳର କଥା। ନେତପୁର ଗାଁରେ ଗୋଟିଏ ନଈଟିଏ ଥିଲା। ବର୍ଷା ଋତୁ ଆସିଲେ ନଈ ଉଛୁଳେ। ବନ୍ୟା ପାଣି ନଈ ବନ୍ଧ ଭାଙ୍ଗି ଗାଁକୁ ଡୁବାଇ ଦିଏ। ପ୍ରତିବର୍ଷ ଗାଁଟି ନଈ ପାଣିରେ ଡୁବିଯାଏ। ବିଲବାଡ଼ିରେ ବାଲି ଚରିଯାଏ। ଫସଲ ନଷ୍ଟ ହୁଏ। କିଛି ଲୋକ ମରି ବି ଯାଆନ୍ତି। ଏସବୁ ଦେଖି କୁନାର ମନ ଦୁଃଖ ହେଲା। କୁନାକୁ 8 ବର୍ଷ ହୋଇଥାଏ। ଏତେ କମ୍ ବୟସରୁ ସେ ବୁଝିପାରିଥିଲା ଦୁଃଖ ସୁଖର ଭେଦ। ଗାଁ ଲୋକେ ଥିଲେ ପରିଶ୍ରମୀ। କେବେ ବି ଅଭିଯୋଗ କରିନାହାନ୍ତି। ଦିନକର କଥା, ବର୍ଷା ଜୋରରେ ହଉଥାଏ। କୁନା ବାପା ଓ କୁନା ନଈ ବନ୍ଧରେ ଆସୁଥାନ୍ତି। କୁନା ନଈରେ ପାଣି ବଢ଼ିବାରୁ ଦେଖି କହିଲା, ବାପା, ଏବେ ଲାଗୁଛି ଗାଁଟା ପୁରା ଡୁବିଯିବ। ପାହାଡ଼ ଉପରେ ବୋଧହୁଏ ବହୁତ ବର୍ଷା ହେଉଛି। ସେତେବେଳକୁ ରାତି ହୋଇଯାଇଥାଏ। କୁନା ବାପା ଓ କୁନା ଦୁହେଁ ଘରକୁ ପଳାଇ ଆସିଲେ। ହେଲେ କୁନାକୁ ନିଦ ନଥିଲା। ବାପା ଯେମିତି ଶୋଇପଡ଼ିଛନ୍ତି, ଚାଲିଲା ବନ୍ଧକୁ। ଦେଖିଲା ନଈରେ ପାଣିରେ ସୁଅ ପ୍ରଖର ହୋଇଗଲାଣି। କିଛି ସ୍ଥାନରେ ବନ୍ଧ ବି କଟିଗଲାଣି। କୁନା ଜାଣିଲା ବିପଦ ନିଶ୍ଚୟ ବହୁତ। କୁନା ନଈ ବନ୍ଧରେ ବସି କାନ୍ଦିଲା। 3000 ଲୋକ ସେ ଗାଁରେ ରୁହନ୍ତି। କ'ଣ ହେବ ତାଙ୍କର? ଆଜି ରାତିରେ ମୃତ୍ୟୁ ନିଶ୍ଚୟ। ସମସ୍ତେ ପାଣିରେ ଭାସିଯିବେ। ଏକଥା ଭାବି କୁନାକୁ ବହୁତ ଦୁଃଖ ଲାଗୁଥାଏ। ଏତିକିବେଳେ କୁନା ଦେଖିଲା ନଈର ପ୍ରଖର ସୁଅରେ ଗୋଟିଏ କୁନି ହରିଣ ଛୁଆଟି ଭାସି ଯାଉଛି। ହରିଣଟି ପ୍ରତି ତାର ଦୟା ହେଲା। ହରିଣକୁ ବଞ୍ଚାଇବା ପାଇଁ ସେ ନଈବନ୍ଧରେ ଦୌଡ଼ିବାକୁ ଲାଗିଲା। ହେଲେ ପାରିଲା ନାହିଁ। ଶେଷକୁ ଠିକ୍ କଲା ସେ ନଈ ଭିତରକୁ ଡେଇଁବ ଓ ହରିଣକୁ ବଞ୍ଚାଇବ। ଏସବୁ ଘଟଣା ନଈରେ ରହୁଥିବା ଲାଲ ପରୀଟିଏ ଦେଖିଲା। ସେ ଜାଣିପାରିଲା ପିଲାଟି କେବେ ହେଲେ ହରିଣ ଛୁଆଟିକୁ ବଞ୍ଚାଇ ପାରିବନି। ମାତ୍ର ତାର ଜୀବନ ନିଶ୍ଚୟ ଚାଲିଯିବ। ଏତିକି କଥା ଲାଲପରୀ ଭାବୁ ଭାବୁ କୁନା ନଈ ମଧ୍ୟକୁ ଡେଇଁ ପଡ଼ିଲା। ଲାଲପରୀ ଦେଖିଲା ଦୁଇଟା ନିରୀହ ଜୀବନ ନଈର ପ୍ରଖର ସୁଅରେ କୁଆଡ଼େ ଭାସିଯିବେ। କେହି ବି ତାର ଖୋଜ ଖବର ପାଇବେନି। ମାତ୍ର କୁନା 8 ବର୍ଷର ପିଲା ହେଲେ କ'ଣ ହେଲା? ନଈ ପାଣିରେ ସେ ପହଁରି ପହଁରି ହରିଣ ଛୁଆଟିକୁ ବଞ୍ଚାଇଲା। ତାକୁ କୂଳକୁ ଆଣିବା ପାଇଁ ଯେମିତି ବେକରେ ପକାଇଛି, କୁନା ପାଣିରେ ବୁଡ଼ିବାକୁ ଲାଗିଲା। ଏହି ସମୟରେ ଲାଲପରୀ କୁନା ନିକଟରେ ପହଞ୍ଚିଗଲେ। ସେ କୁନାକୁ କହିଲେ, ମୁଁ ତୁମ ଦୟା, ସାହସ ଓ ତ୍ୟାଗ ଦେଖି ବହୁତ ଖୁସି। ମୁଁ ଗୋଟିଏ ବରଦାନ ପାଇଛି। ଯଦି ମୁଁ କାହାକୁ ବଞ୍ଚାଇବି, ଦିନରେ ଜଣକୁ ମାତ୍ର ବଞ୍ଚାଇବି। ଏଥର ତୁମେ କୁହ, ତୁମକୁ ବଞ୍ଚାଇବି ନା ହରିଣକୁ? କୁନା ଏକଥା ଶୁଣି କହିଲା, ମୋର ମୃତ୍ୟୁକୁ ଡର ନାହିଁ। ବଞ୍ଚିବାର ହୋଇଥିଲେ ମୁଁ କେବେ ହେଲେ ହରିଣ ଛୁଆଟି ପାଇଁ ନିଜ ଜୀବନକୁ ମୃତ୍ୟୁ ମୁଖରେ ପକାଇ ନଥାନ୍ତି। ତୁମେ ତ ଏ ନଈଟିରେ ରହୁଛ। ପ୍ରତିବର୍ଷ ନଈରେ ବନ୍ୟା ଆସୁଛି। ଆମ ଗାଁ ଦାଣ୍ଡ, ବିଲବାଡ଼ି ସବୁ ଡୁବି ଯାଉଛି। ବହୁତ ଲୋକ, ଗୋରୁ ଗାଈ, ଛେଳି ମେଣ୍ଢା ମରୁଛନ୍ତି। ତୁମର କ'ଣ ଦୟା ହଉନାହିଁ? ବଞ୍ଚାଇ ପାରିବ ତ ଏ ଗାଁ ଲୋକକୁ ଏ ନଈ ବଡ଼ିରୁ ସର୍ବଦା ବଞ୍ଚାଅ। ଆଉ ମୁଁ ମୋ ଜୀବନ ଦେଇ ଏ ହରିଣ ଛୁଆକୁ ବଞ୍ଚାଇ ପାରିବି। ଏତିକି କହି ସାରିଲା ବେଳକୁ କୁନା ଓ ହରିଣ ଛୁଆ ଆଉ ଦେଖାଗଲେନି। ପାଣିର ପ୍ରଖର ସୁଅରେ କୁଆଡ଼େ ଭାସିଗଲେ। ମାତ୍ର ଲାଲପରୀ ମନରେ କୁନାର କଥା ଗଭୀର କ୍ଷତ ସୃଷ୍ଟି କଲା। ସେ କୁନାକୁ ନଈ ପାଣିରୁ ଉଦ୍ଧାର କଲେ ଓ ହରିଣ ଛୁଆକୁ ମଧ୍ୟ। ସେ କୁନାକୁ କହିଲେ, ମୁଁ ଗୋଟିଏ ଜୀବନ ବଞ୍ଚାଇବା କଥା, ମାତ୍ର 2ଟି ଜୀବନ ବଞ୍ଚାଇବା ଅର୍ଥ
ମୁଁ ଆଉ କିଛି ସମୟ ପରେ ମରିଯିବି। ମୁଁ ଭଗବାନଙ୍କର ନିୟମ ଭାଙ୍ଗିଛି। ଏକଥା ଶୁଣି କୁନା ବହୁତ କାନ୍ଦିଲା। ଲାଲପରି ତା ଆଖିରୁ ଲୁହ ପୋଛିଦେଲେ। ଲାଲପରି କହିଲା, ତୁ ବହୁତ ଭଲ ପିଲା। ତୁମ ଭଳି ପିଲା ଏ ସଂସାର ପାଇଁ। କିନ୍ତୁ ମୁଁ ତୁମକୁ ନିରାଶ କରିବି ନାହିଁ। ମୁଁ ମରିବି ନିଶ୍ଚୟ, କିନ୍ତୁ ମୋର ମୃତ୍ୟୁ ବେକାର ହେବାକୁ ଦେବିନି। ମୁଁ ଏଇ ନଈବନ୍ଧରେ ମରିଯିବି। କୁନା ଲାଲପରି କୋଳରେ ଶୋଇ କାନ୍ଦିବାକୁ ଲାଗିଲା। କିଛି ସମୟ ପରେ ଲାଲପରି ମରିଗଲା। ମାତ୍ର ପୁରା ନଈବନ୍ଧଟା ପଥର ବନ୍ଧ ହୋଇଯାଇଥିଲା। ବନ୍ୟା ପାଣି ଆଉ ବନ୍ଧ ଭାଙ୍ଗି ଗାଁରେ ପଶିପାରିଲା ନାହିଁ। ଲାଲପରି ପଥର ପାଲଟି ଯାଇଥାଏ ଓ କୁନା ତା କୋଳରେ ଶୋଇପଡ଼ିଥାଏ। ସକାଳ ହେଲା। କୁନାର ବାପା ଓ ଗାଁ ଲୋକ କୁନାକୁ ଖୋଜି ଖୋଜି ଆସି ନଈବନ୍ଧରେ ପହଞ୍ଚିଲେ। ନଈବନ୍ଧ ପଥର ହୋଇଯାଇଥିବା ଦେଖି ଆଶ୍ଚର୍ଯ୍ୟ ହେଲେ। କିଛି ବାଟ ପଥର ବନ୍ଧରେ ଗଲା ପରେ ଦେଖିଲେ କୁନା ଗୋଟିଏ ପଥର ମୂର୍ତ୍ତି କୋଳରେ ଶୋଇଛି। କୁନା ବାପା କୁନାକୁ ଉଠାଇଲେ। ଯାହା ରାତିରେ ଘଟିଥିଲା କୁନା ସବୁ କଥା କହିଲା। ଗାଁ ଲୋକେ ଲାଲପରି ପାଇଁ ବହୁତ ମନ ଦୁଃଖ କଲେ। କୁନା କହିଲା, ମୁଁ ଲାଲପରିକୁ ଛାଡ଼ି କୁଆଡ଼େ ଯିବି ନାହିଁ। ମୁଁ ଏଇଠି ରହିବି। ସେ ହିଁ ମୋର ମା। ଏକଥା ଶୁଣି ଗାଁ ଲୋକେ ମିଳିମିଶି ଏକ ସୁନ୍ଦର ମନ୍ଦିର ନଈବନ୍ଧରେ ତିଆରି କଲେ। ଲାଲପରିର ପଥର ମୂର୍ତ୍ତି ସେ ମନ୍ଦିରରେ ରହିଲା। କୁନା ସବୁଦିନ ଲାଲପରି ପାଇଁ ଖାଇବା ଆଣେ ଓ ଚାଲିଯାଏ। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ନେତପୁର ଗାଁରେ ଆଉ ବନ୍ୟା ଆସିନି। ସମସ୍ତ ଗାଁ ଲୋକ ହସ ଖୁସିରେ ଦିନ କାଟିବାକୁ ଲାଗିଲେ।